ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବହୁମୂଲ୍ୟ ନାମରେ ମୋର ଆନ୍ତରିକ ନମସ୍କାର। ତେବେ ଆଜିର ଭିଡ଼ିଓରେ ଆମେମାନେ ମୋରିଆ ପର୍ବତକୁ ଆମେ ଦେଖିବା। ଆପଣମାନେ ଜାଣିଥିବେ ଅବ୍ରାହମ ଯେତେବେଳେ ଇସାଙ୍କୁ ବଳିଦାନ ଦେବା ନିମନ୍ତେ ଏକ ଜାଗାକୁ ଗଲେ, ଆଉ ସେ ଯେଉଁ ଜାଗାକୁ ଗଲେ ଆଉ ସେଇ ଦେଶର ନାଁ ହେଉଛି ମୋରିଆ ଦେଶ। ଆଉ ସେଠାରେ ଏକ ପର୍ବତ ଉପରକୁ ସେ ଗଲେ, ଆଉ ସେ ପର୍ବତର ନାଁ ହେଉଛି ମୋରିଆ ପର୍ବତ। ତେବେ ଏଠାରେ ପ୍ରଶ୍ନ ଉଠୁଛି, କ'ଣ ସେ ପର୍ବତ ଆଜି ପର୍ଯ୍ୟନ୍ତ ଅଛି କି? ତେବେ ସେ ମୋରିଆ ପର୍ବତର ଆଉ ଗୋଟେ ମଧ୍ୟ ନାଁ ରହିଅଛି, ମୁଁ ଆପଣଙ୍କୁ କହିବି। ତେବେ ଚାଲନ୍ତୁ ପ୍ରିୟ ବନ୍ଧୁଗଣ, ଆଜିର ଭିଡ଼ିଓରେ ଆମେମାନେ ଦେଖିବା ଆଉ କିଛି ସମୟ ପରେ ମୋରିଆ ପର୍ବତ, ଯେଉଁ ପର୍ବତ ଉପରେ ପରମେଶ୍ୱରଙ୍କର ଆଦେଶ କ୍ରମେ ଅବ୍ରାହମ ଇସାଙ୍କୁ ବଳିଦାନ କରିବା ନିମନ୍ତେ ସେ ସେଠାକୁ ଯାଇଥିଲେ। ଏଇଟା ହେଉଛି ୱେଷ୍ଟର୍ଣ୍ଣ ୱାର୍ଲଡରୁ ଯାତ୍ରା ଆରମ୍ଭ କରି ଆମ୍ଭର ଯାତ୍ରା ଶେଷ ହେବ ମୋରିଆ ପର୍ବତରେ। ଆଉ ପରମେଶ୍ୱର ଅବ୍ରାହମକୁ ପରୀକ୍ଷା କରିବା ନିମନ୍ତେ କହିଥିଲେ, ତୁମ ପୁତ୍ରଙ୍କୁ ବଳି ଦିଅ ବୋଲି। କାରଣ ପରମେଶ୍ୱର ଚାହୁଁଥିଲେ ଯେ ଅବ୍ରାହମ ଈଶ୍ୱରଙ୍କୁ କେତେ ପ୍ରେମ କରନ୍ତି, ସଦାପ୍ରଭୁଙ୍କୁ। ୱେଲକମ୍ ଟୁ ଦ ୱେଷ୍ଟର୍ଣ୍ଣ ୱାର୍ଲଡ। ଆଉ ଏଠି ତିନି ପ୍ରକାର ଭାଷାରେ ଆପଣ ଦେଖିବେ। ୱେଷ୍ଟର୍ଣ୍ଣ ୱାର୍ଲଡ ବିଷୟରେ ଲେଖା ଅଛି, ଏଠାରେ ଏକ ପଦପର ବି ରହିଅଛି, ଆଉ ଏଠାରେ ନିୟମ କାନୁନ ଗୁଡ଼ିକ ଲେଖା ଅଛି। ୱେଷ୍ଟର୍ଣ୍ଣ ୱାର୍ଲଡରେ କ'ଣ କ'ଣ ନିୟମ ଅଛି। ତେବେ ୱେଷ୍ଟର୍ଣ୍ଣ ୱାର୍ଲଡ ଆଉ ମୋରିଆ ପର୍ବତ ଆଉ ଦୁଇଟା ଯାକ ପ୍ରାୟ ପାଖାପାଖି ଅଟେ। ଆଉ ବେଶୀ ଦୂର ନୁହେଁ, ଏଠୁ ଅଳ୍ପ ଦୂର ହେଉଛି ମୋରିଆ ପର୍ବତ। ଆମେମାନେ ସେ ପର୍ବତକୁ ଦେଖିବା। ଆପଣମାନେ ଏହି ଭିଡ଼ିଓକୁ ଦେଖୁଥାନ୍ତୁ ୱେଷ୍ଟର୍ଣ୍ଣ ୱାର୍ଲଡ ଠାରୁ ଆରମ୍ଭ କରିକି ମୋରିଆ ପର୍ବତ ପର୍ଯ୍ୟନ୍ତ। ଏବଂ ଏହି ଭିତରେ ଆମେମାନେ ପବିତ୍ର ଧର୍ମଶାସ୍ତ୍ରରୁ ଗୋଟେ ଅଂଶ ଆମେମାନେ ପାଠ କରିବା, ଯେଉଁଠି ପରମେଶ୍ୱର ଅବ୍ରାହମକୁ କହିଲେ, ତୁମେ ତୁମ ପୁତ୍ର ଇସାଙ୍କୁ ବଳିଦାନ କରିବା ନିମନ୍ତେ ତୁମେ ବାହାର। ଆଉ ଅବ୍ରାହମ ସଦାପ୍ରଭୁଙ୍କର ଆଦେଶ କ୍ରମେ ବିନା ପ୍ରଶ୍ନରେ ଟିକେ ବି ପଚାରି ନାହାନ୍ତି, ମୁଁ କାହିଁକି ମୋ ପୁଅକୁ ବଳିଦାନ କରିବି। ଏମିତି କିଛି ନାହିଁ। ପରମେଶ୍ୱରଙ୍କର ଆଦେଶ ପାଇଲା ମାନେ ତୁରନ୍ତ ସେ ବାହାରିଲେ। ତେବେ ଏଇଟା ଲେଖା ଅଛି ଆଦି ପୁସ୍ତକ ତା'ର 22 ପର୍ବର। ଚାଲନ୍ତୁ କିଛି ଅଂଶ ଆମେ ପାଠ କରିବା। ଆପଣମାନେ ଭିଡ଼ିଓକୁ ଦେଖୁଥାନ୍ତୁ, ପରମେଶ୍ୱର ବାକ୍ୟକୁ ଶୁଣୁଥାନ୍ତୁ। ୱେଲକମ୍ ଟୁ ଦ ଟେମ୍ପଲ୍ ମାଉଣ୍ଟ। ତେବେ ଚାଲନ୍ତୁ ଆମେମାନେ ଭିଡ଼ିଓକୁ ଆମେମାନେ ଆରମ୍ଭ କରିବା। ଏହି ସମସ୍ତ ଘଟଣାଟାରେ ପରମେଶ୍ୱର ଅବ୍ରାହମଙ୍କର ପରୀକ୍ଷା ନିମନ୍ତେ କହିଲେ, ହେ ଅବ୍ରାହମ। ତହିଁରେ ସେ ଉତ୍ତର କଲେ, ଦେଖନ୍ତୁ ମୁଁ ଏଠାରେ ଅଛି। ସେତେବେଳେ ସେ କହିଲେ, ତୁମ୍ଭେ ଏବେ ଆପଣା ପୁତ୍ରକୁ, ତୁମ୍ଭର ଅଦ୍ୱିତୀୟ ପୁତ୍ରକୁ, ଅର୍ଥାତ୍ ତୁମେ ଯାହାକୁ ସ୍ନେହ କର, ସେହି ଇସାଙ୍କୁ ଘେନି ମୋରିଆ ଦେଶକୁ ଯାଅ। ହଁ ଆଜ୍ଞା, କେଉଁ ଦେଶ? ମୋରିଆ ଦେଶ। ପୁଣି ଆମ୍ଭେ ସେହି ଦେଶରେ ଯେଉଁ ପର୍ବତ କହିବା, ସେଇ ପର୍ବତ ଉପରେ ତାକୁ ହୋମାର୍ଥେ ବଳିଦାନ କର। ତହିଁରେ ଅବ୍ରାହମ ପ୍ରଭାତରେ ଉଠି ଗଧ ସଜାଇ 2 ଜଣ ଦାସ ଓ ଆପଣା ପୁତ୍ର ଇସାକକୁ ସଙ୍ଗରେ ନେଲେ। ଦେଖନ୍ତୁ ପ୍ରିୟ ବନ୍ଧୁ, କ'ଣ ଇଏ ହେଉଛି ୱେଷ୍ଟର୍ଣ୍ଣ ୱାର୍ଲଡ। ଆଉ ଏଠାରେ ଜିହୁଦୀମାନେ ଏକତ୍ରିତ ହୁଅନ୍ତି ପ୍ରାର୍ଥନା କରିବା ପାଇଁ। ଆଉ ଏଇ ୱେଷ୍ଟର୍ଣ୍ଣ ୱାର୍ଲଡକୁ ଅତି ପବିତ୍ର ଭାବରେ ମାନ୍ୟ କରନ୍ତି ଜିହୁଦୀମାନେ। ଆଉ ସେମାନେ ବିଶ୍ୱାସ କରନ୍ତି, ଏହି ୱେଷ୍ଟର୍ଣ୍ଣ ୱାର୍ଲଡରେ ଆମେ ଯଦି ପ୍ରାର୍ଥନା କରିବୁ, ତେବେ ଆମର ପ୍ରାର୍ଥନା ଜିହୋବା ପରମେଶ୍ୱର ଶୁଣିବେ। ସେଥିନିମନ୍ତେ ଜିହୁଦୀମାନେ ଏ ସ୍ଥାନକୁ ଆସିକି ସେମାନେ ପ୍ରାର୍ଥନା କରନ୍ତି। ସେମାନଙ୍କର ଯାହା ଆବଶ୍ୟକ
ଝିଅ ପରମେଶ୍ୱରଙ୍କ ନିକଟରେ ନିବେଦନ କରନ୍ତି କାନ୍ଥ ଆଡ଼କୁ ମୁହଁ କରିକି। ଏବେ ଆସିଲା ପ୍ରିୟ ବନ୍ଧୁଗଣ ଟେମ୍ପୁଲ ମାଉଣ୍ଟ। ମୁଁ ଆପଣଙ୍କୁ କହିଥିଲି ମୋରିଆ ପର୍ବତର ଆଉ ଗୋଟେ ନାଁ ରହିଅଛି ଯାହାର ଅନ୍ୟ ନାମ ହେଉଛି ଟେମ୍ପୁଲ ମାଉଣ୍ଟ। ତେବେ ଚାଲନ୍ତୁ ତାପରେ ଆମେ ପଢ଼ିବା କ'ଣ ଲେଖା ଅଛି। ଆଉ ହୋମ ନିମନ୍ତେ କାଠ କାଟି ପରମେଶ୍ୱରଙ୍କ ନିର୍ଦ୍ଦିଷ୍ଟ ସ୍ଥାନକୁ ଯାତ୍ରା କଲେ। ଅନନ୍ତର ତୃତୀୟ ଦିନରେ ଅବ୍ରାହମ ଅନାଇ ଦୂରରୁ ସେହି ସ୍ଥାନ ଦେଖିଲେ। ସେତେବେଳେ ଅବ୍ରାହମ ସେହି ଦାସମାନଙ୍କୁ କହିଲେ, ତୁମ୍ଭେମାନେ ଏହି ସ୍ଥାନରେ ଗଧ ସହିତ ଥାଅ, ମୁଁ ଓ ବାଳକ ଦୁହେଁ ସେ ସ୍ଥାନକୁ ଯାଇ ଆରାଧନା କରି ପଛେ ତୁମମାନଙ୍କ ନିକଟକୁ ଫେରି ଆସିବା। ତହୁଁ ଅବ୍ରାହମ ଯଜ୍ଞ କାଷ୍ଠ ଘେନି ଆପଣା ପୁତ୍ର ଇସାକର ସ୍କନ୍ଦରେ ଦେଇ ନିଜ ହସ୍ତରେ ଅଗ୍ନି ଓ ଛୁରିକା ଘେନିଲେ। ପୁଣି ଦୁହେଁ ଏକତ୍ର ଚାଲିଗଲେ। ଆଉ ଇସାକ ଆପଣା ପିତା ଅବ୍ରାହମକୁ ଡାକି କହିଲା, ହେ ମୋହର ପିତ। ତହିଁରେ ସେ ଉତ୍ତର କଲେ, ପୁତ୍ର ଦେଖ ମୁଁ ଏଠାରେ। ସେତେବେଳେ ସେ ପଚାରିଲା, ଏଇ ଦେଖ ଅଗ୍ନି ଓ କାଷ୍ଠ, ମାତ୍ର ହୋମ ନିମନ୍ତେ ମେଣ୍ଢା ଛୁଆ କାହିଁ? ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଆପଣ ବର୍ତ୍ତମାନ ଯାହା ଦେଖୁଛନ୍ତି ଇଏ ହେଉଛି ମୋରିଆ ପର୍ବତ। ୟାକୁ ଟେମ୍ପୁଲ ମାଉଣ୍ଟ କୁହାଯାଏ। ଏହି ଜାଗାରେ ମୁସଲମାନ ଭାଇ ଭଉଣୀମାନେ ସେମାନେ ଆସିକି ପ୍ରାର୍ଥନା କରିଥାନ୍ତି। ଏହାର ଆଉ ଗୋଟେ ନାଁ ରହିଅଛି ମୋରିଆ ପର୍ବତ। କାରଣ ଯେଉଁ ପର୍ବତକୁ ଅବ୍ରାହମ ଗଲେ ଇସାଙ୍କୁ ବଳିଦାନ ଦେବା ନିମନ୍ତେ ଇଏ ହେଉଛି ସେଇ ଜାଗା। ଏକ୍ଜାକ୍ଟଲି ଆପଣ ଯାହା ଦେଖୁଛନ୍ତି ଏହି ସ୍ଥାନରେ ଅବ୍ରାହମ ଇସାଙ୍କୁ ବଳିଦାନ କରିବା ପାଇଁ ହାତରେ ଛୁରୀ ନେଇଥିଲେ। ଆଉ ଯେତେବେଳେ ଅବ୍ରାହମ ବଳି ଦେବା ପାଇଁ ଯାଉଛନ୍ତି ସେତେବେଳେ ପରମେଶ୍ୱରଙ୍କର ଜଣେ ଦୂତ ଅବ୍ରାହମକୁ କହୁଛନ୍ତି, ହେ ଅବ୍ରାହମ, ତୁମେ ସେଇ ବାଳକ ପ୍ରତିକୂଳରେ ହାତ ଉଠାଅ ନାହିଁ ବା ତା'ର କୌଣସି କ୍ଷତି କର ନାହିଁ, କାରଣ ଆମ୍ଭେ ତୁମକୁ ପରୀକ୍ଷା କରୁଥିଲୁ। ଇଏ ହେଉଛି ସେଇ ଜାଗା। ପୁରା ଏରିଆ ମୁଁ ଆପଣଙ୍କୁ ଦେଖାଉଛି, ଆପଣ ଦେଖନ୍ତୁ। କିନ୍ତୁ ଆମେମାନେ ବାଇବେଲ ପାଠ ଆମେ ଜାରି ରଖିବା କ'ଣ ହେଇଥିଲା ଏଠାରେ। ମୁଁ ଆଉ ଥରେ ପଢ଼ୁଛି 8 ପଦରୁ। ତହିଁରେ ଅବ୍ରାହମ କହିଲେ, ପୁତ୍ର, ପରମେଶ୍ୱର ଆପେ ହୋମ ପାଇଁ ମେଣ୍ଢା ଛୁଆ ଯୋଗାଇବେ। ତହୁଁ ଦୁହେଁ ଏକତ୍ର ଚାଲିଗଲେ। ଆଉ ପରମେଶ୍ୱରଙ୍କ ନିରୂପିତ ସ୍ଥାନରେ ଉପସ୍ଥିତ ହୁଅନ୍ତେ ଅବ୍ରାହମ ସେଠାରେ ଏକ ଯଜ୍ଞ ବେଦୀ ନିର୍ମାଣ କରି ତହିଁ ଉପରେ କାଠ ସଜାଡ଼ି ଆପଣା ପୁତ୍ର ଇସାକକୁ ବାନ୍ଧି ବେଦୀର କାଠ ଉପରେ ଶୁଆଇଲେ। ଅନନ୍ତର ଅବ୍ରାହମ ହସ୍ତ ବିସ୍ତାରି ପୁତ୍ରକୁ ବଧ କରିବା ନିମନ୍ତେ ଛୁରିକା ଧରିଲେ। ଏପରି ସମୟରେ ଆକାଶରୁ ସଦାପ୍ରଭୁଙ୍କ ଦୂତ ତାଙ୍କୁ ଡାକି କହିଲେ, ହେ ଅବ୍ରାହମ, ହେ ଅବ୍ରାହମ। ତହିଁରେ ସେ କହିଲେ, ଦେଖନ୍ତୁ ମୁଁ ଏଠାରେ। ତହିଁରେ ସେ କହିଲେ, ତୁମ୍ଭେ ସେହି ବାଳକର ପ୍ରତିକୂଳରେ ହସ୍ତ ବିସ୍ତାର କର ନାହିଁ ଓ ତାହା ପ୍ରତି କିଛି କର ନାହିଁ, କାରଣ ପରମେଶ୍ୱରଙ୍କ ପ୍ରତି ତୁମ୍ଭର ଭୟ ଅଛି। ଏହା ଏବେ ଆମ୍ଭେ ବୁଝିଲୁ, ଯେହେତୁ ତୁମ୍ଭେ ଆମ୍ଭକୁ ଆପଣାର ପୁତ୍ର, ଆପଣାର ଏକମାତ୍ର ପୁତ୍ର ଦେବାକୁ ହିଁ ଅସମ୍ମତ ନୋହିଲ। ସେତେବେଳେ ଅବ୍ରାହମ ଅନାଇ ଆପଣା ପଛଆଡ଼ ବୁଦାର ଲତାରେ ବଧ ଶୃଙ୍ଗ ଗୋଟିଏ ମେଷ ଦେଖିଲେ। ତହିଁରେ ଅବ୍ରାହମ ଯାଇ ସେହି ମେଷକୁ ଆଣି ଆପଣା ପୁତ୍ର ବଦଳେ ତାକୁ ହୋମ ନିମନ୍ତେ ଉତ୍ସର୍ଗ କଲେ। ପୁଣି ଅବ୍ରାହମ ସେହି ସ୍ଥାନର ନାମ ଜିହୋଭା ଜିରି, ସଦାପ୍ରଭୁ ଯୋଗାଇବେ ରଖିଲେ। ଏଣୁକରି ଆଜି ଯାଇ ଲୋକେ କହନ୍ତି, ପର୍ବତରେ ସଦାପ୍ରଭୁ ଯୋଗାଇବେ। ଆଉ ସଦାପ୍ରଭୁଙ୍କ ଦୂତ ଦ୍ୱିତୀୟ ଥର ଆକାଶରୁ ଅବ୍ରାହମକୁ ଡାକି କହିଲେ, ସଦାପ୍ରଭୁ କହୁଛନ୍ତି, ତୁମ୍ଭେ ଆମକୁ ଆପଣାର ପୁତ୍ର, ଆପଣାର ଏକମାତ୍ର ପୁତ୍ର ଦେବାକୁ ଅସମ୍ମତ ନୋହିଲ। ତୁମର ଏହି କର୍ମ ସକାଶୁ ଆମ୍ଭେ
ଆପଣା ନାମରେ ଶପଥ କରି କହୁଅଛୁ, ଆମେ ତୁମକୁ ଅବଶ୍ୟ ଆଶୀର୍ବାଦ କରି ଆକାଶସ୍ଥ ତାରାଗଣ ଓ ସମୁଦ୍ରର ବାଲି ପରି ତୁମର ବଂଶ ଅତିଶୟ ବୃଦ୍ଧି କରିବା। ତୁମର ବଂଶ ଶତ୍ରୁଗଣର ନଗର ଦ୍ୱାର ଅଧିକାର କରିବେ। ପୁଣି ପୃଥିବୀସ୍ଥ ସମସ୍ତ ଜାତି ତୁମ୍ଭର ବଂଶ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ, ଯେହେତୁ ତୁମ୍ଭେ ଆମର ବାକ୍ୟ ପାଳନ କରିଅଛ। ଅନନ୍ତର ଅବ୍ରାହମ ସେହି ଦାସମାନଙ୍କ ନିକଟକୁ ଫେରିଗଲେ, ଆଉ ସେମାନେ ଉଠି ଏକତ୍ର ବେର୍ସେବାକୁ ଗଲେ, ଆଉ ଅବ୍ରାହମ ବେର୍ସେବାରେ ବାସ କଲେ। ବେର୍ସେବା ବିଷୟରେ ମୁଁ ଆପଣଙ୍କୁ ଭିଡ଼ିଓ ଅଲରେଡ଼ି ଦେଖାଇ ସାରିଛି। ଯଦି ଆପଣ ଦେଖିନାହାନ୍ତି ଚ୍ୟାନେଲକୁ ଯାଇକି ଆପଣ ଦେଖିପାରିବେ। ବେର୍ସେବା 20 ପଦ। ସେହି ଘଟଣା ଉତ୍ତାରେ ଅବ୍ରାହମକୁ ଏହି ସମ୍ବାଦ ଦିଆଗଲା, ପୁଣି ମିଲ୍କା ମଧ୍ୟ ତୁମ ଭ୍ରାତା ନାହୋର ନିମନ୍ତେ ସନ୍ତାନ ସନ୍ତତି ପ୍ରସବ କରିଅଛି। ଆଉ ତାର ଜ୍ୟେଷ୍ଠ ପୁତ୍ର ଉଷ ଓ ତାହାର ଭ୍ରାତା ବୁସ୍ ଓ ଅରାମର ପିତା କମୁଏଲ। ଏ ସମସ୍ତ ବିଷୟରେ ଲେଖା ଅଛି ପ୍ରିୟ ବନ୍ଧୁଗଣ। ଆଉ ଇଏ ହେଉଛି ଆଜିର ମୋରିଆ ପର୍ବତ। ଏଠି ଜଣେ ଭଉଣୀ ଅଛନ୍ତି, ତାଙ୍କର ମଧ୍ୟ ଗୋଟେ ଚ୍ୟାନେଲ୍ ଅଛି ୱାକ୍ ୱିଥ୍ ଗ୍ରେସ୍। ମୁଁ ଦିନେ ସର୍ଚ୍ଚ କରିଥିଲି, କିନ୍ତୁ ୱାକ୍ ୱିଥ୍ ଗ୍ରେସ୍ ନାଁରେ ବହୁତ ଚ୍ୟାନେଲ୍ ବାହାରିଲା। ମୁଁ ଜାଣିପାରିଲି ନାହିଁ ୟାଙ୍କର କେଉଁ ଚ୍ୟାନେଲ୍ ଏଟା। ୟାଙ୍କର ମଧ୍ୟ ଚ୍ୟାନେଲ୍ ଅଛି, ନା ହେଉଛି ୱାକ୍ ୱିଥ୍ ଗ୍ରେସ୍। ଆପଣ ଯାଇକି ୟୁଟ୍ୟୁବରେ ଦେଖିପାରିବେ। ଟୁ ଗୋଲ୍ଡେନ୍ ଗେଟ୍, ଏଠି ବହୁତ ଗୁଡ଼ିଏ ଦ୍ୱାର ଅଛି। ସ୍ୱର୍ଣ୍ଣ ଦ୍ୱାର ଅଛି, ସିଂହ ଦ୍ୱାର ଅଛି, ମେଷ ଦ୍ୱାର ଅଛି। ଏମିତି ଅନେକ ପ୍ରକାର ଦ୍ୱାରଗୁଡ଼ିକ, ମାନେ ଦ୍ୱାରଗୁଡ଼ିକର ନାଁ ମଧ୍ୟ ରଖାଯାଇଛି। ମାନେ କ'ଣ କ'ଣ ଆପଣ ଯଦି କେବେ ଇସ୍ରାଏଲ ଦେଶ ଯାଆନ୍ତି, ଆପଣ ଏହି ସ୍ଥାନ ଗୁଡ଼ିକୁ ଭିଜିଟ୍ କରିକି ଆପଣ ଜାଣିପାରିବେ। କିନ୍ତୁ ମୋର ଅନୁରୋଧ, ଯଦି ଆପଣ ଯିବା ପାଇଁ ଚାହୁଁଛନ୍ତି ଏବେ ଯାଆନ୍ତୁନି, କାରଣ ଏବେ ଭୀଷଣ ଯୁଦ୍ଧ ଚାଲିଛି। ଏବେ ଆପଣ ଯାଆନ୍ତୁ ନାହିଁ। ଯେତେବେଳେ ଯୁଦ୍ଧ କମିଯିବ, ଯେତେବେଳେ ଯୁଦ୍ଧ ଥମିଯିବ, ଆଉ ସେହି ସମୟରେ ଆପଣ ଯାଇପାରିବେ। ଅତି ଆରାମରେ ଆପଣ ଯାଇପାରିବେ, କୌଣସି ଅସୁବିଧା ନାହିଁ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆଜିର ମୋରିଆ ପର୍ବତ ଆପଣ ଦେଖିଲେ। ଆଉ ଏଠାରେ କିଭଳି ଭାବରେ ପରୀକ୍ଷାରେ ପାସ୍ କଲେ। ପରୀକ୍ଷାରେ କିଏ ପାସ୍ କଲେ? ଅବ୍ରାହମ। ଯେତେବେଳେ ସଦାପ୍ରଭୁ ଅବ୍ରାହମକୁ କହୁଛନ୍ତି ତୁମେ ନିଜ ପୁତ୍ରଙ୍କୁ ବଳିଦାନ କର, ସେତେବେଳେ ଅବ୍ରାହମ ଗୋଟେ ବି ପ୍ରଶ୍ନ ପଚାରି ନାହାନ୍ତି, ହେ ପରମେଶ୍ୱର, ମୁଁ ତ ଏବେ ବୁଢ଼ା ହେଇଗଲିଣି, ଏ ବୃଦ୍ଧ ବୟସରେ ତୁମେ ମୋତେ ଗୋଟେ ପୁତ୍ର ସନ୍ତାନ ଦେଇଛ। ମୁଁ ଯଦି ଏବେ ବଳିଦାନ କରିବି, ତେବେ ମୁଁ କୋଳ ଶୂନ୍ୟ ହେଇଯିବ ମୋର। ଆଉ ତୁମେ ପ୍ରଭୁ ଦେଇଥିଲ, ପୁଣି ତୁମେ କହୁଛ ବଳିଦାନ କର। ଏଇଟା କେମିତି ଅନ୍ୟାୟ କଥା ପ୍ରଭୁ। ଅବ୍ରାହମ ସେମିତି କିଛି କହିନାହାନ୍ତି। ପରମେଶ୍ୱରଙ୍କ ଆଦେଶ ପାଇଲା ମାନେ ଅବ୍ରାହମ ସଦାପ୍ରଭୁଙ୍କୁ ସନ୍ଦେହ ନ କରିକି, ସଦାପ୍ରଭୁଙ୍କୁ ପ୍ରଶ୍ନ ନ ପଚାରିକି ସେ ବାହାରିଲେ ମୋରିଆ ପର୍ବତକୁ। ଦେଶର ନାଁ ହେଉଛି ମୋରିଆ। ଏଇ ଯେଉଁ ଦେଶ ଆପଣ ଦେଖୁଛନ୍ତି, ଇଏ ହେଉଛି ମୋରିଆ। ଆଉ ଏଠାରେ ଯେଉଁ ପାହାଡ଼ ଆପଣ ଦେଖୁଛନ୍ତି, ଇଏ ହେଉଛି ମୋରିଆ ପର୍ବତ। ଏଇଟା ହେଉଛି ଜିତ ବୃକ୍ଷ। ଦେଖନ୍ତୁ ଆଜ୍ଞା, ତା'ର ପତ୍ର ଏମିତି, ତା'ର ଫଳ ମଧ୍ୟ ଏମିତି। ଆଉ ଏହାର ଫଳରୁ ତେଲ ବାହାର କରାଯାଏ, ଯାହାକୁ ଇଂରାଜୀରେ କୁହାଯାଏ ଅଲିଭ୍ ଅଏଲ୍ ବା ଜିତ ବୃକ୍ଷର ତୈଳ। ଆଉ ଇଏ ହେଉଛି ବହୁତ ଦାମ ଆଜ୍ଞା। ଜଣେ ଗରିବ ଲୋକ କିଣିପାରିବ ନାହିଁ ୟାର ଦାମ ଏତେ। କାରଣ ଏ ତେଲର ଗୋଟେ ଗୁଣ ରହିଅଛି, ଯଦି ଆପଣଙ୍କର ପାରାଲିସିସ୍ ହେଇଛି, ଆପଣ 10-15 ଦିନ ଖାଲି ମାଲିସ କରନ୍ତୁ ଯେଉଁଠି ପାରାଲିସିସ୍ ହେଇଛି, ଆପଣ ଦେଖିବେ କେମିତି ଚମତ୍କାର ହେଉଛି, ଆପଣ ଦେଖିବାକୁ ପାରିବେ। ଯେହେତୁ ଏ ତେଲରେ ଔଷଧୀୟ ଗୁଣ ରହିଅଛି, ସେଥିନିମନ୍ତେ ଏ ତେଲର ଦାମ ହେଉଛି ବହୁତ। କିନ୍ତୁ ଇସ୍ରାଏଲ ଦେଶରେ ଆମେ ଦେଖୁଛୁ
ଜିତ ବୃକ୍ଷ ବହୁତ କମନ୍, ମାନେ ଆପଣ ଯେଉଁଠିକି ଯିବେ ସେଇ ଜାଗାରେ ଜିତ ବୃକ୍ଷ ଦେଖିବେ। ଜିତ ବୃକ୍ଷ ବହୁତ ଦେଖିବା ପାଇଁ ମିଳେ ଇସ୍ରାଏଲ ଦେଶରେ, ତାପରେ ଏଇ ଜାଗାରେ ମଧ୍ୟ, କାରଣ ମୋରିଆ ପର୍ବତ ଇସ୍ରାଏଲ ଦେଶ ପ୍ରାୟ ପାଖାପାଖି। ହଁ ପ୍ରିୟ ବନ୍ଧୁଗଣ, ପୁରା ପାଖାପାଖି ଅଟେ। ଆଉ ଯଦି ଆପଣ କେବେ ଯାଆନ୍ତି ଆଉ ଆପଣ ଦେଖିବାକୁ ପାରିବେ। ତେବେ ପ୍ରିୟ ବନ୍ଧୁଗଣ, ଏ ଯେଉଁ ମୋରିଆ ଦେଶ ଆପଣ ଦେଖିଲେ ଇଏ ହେଉଛି ଇସ୍ରାଏଲକୁ ଲାଗିକି ଅଛି। ଆଉ ଏଇ ଯେଉଁ ଜାଗା ଆପଣ ଦେଖିଲେ ପ୍ରାୟ ପାଖାପାଖି, ବର୍ଡ଼ର ଯେଉଁଟା କହନ୍ତି ସେମିତି। ତେବେ এই ସମସ୍ତ ବିଷୟ ଆପଣଙ୍କୁ କେମିତି ଲାଗିଲା କମେଣ୍ଟ କରିକି ନିଶ୍ଚିନ୍ତ ଭାବରେ ଜଣାଇବେ ପ୍ରିୟ ବନ୍ଧୁଗଣ। ଆଉ ଅବ୍ରାହମ ତ ପରୀକ୍ଷାରେ ପାସ୍ ହେଇଗଲେ, ଆଉ ପରମେଶ୍ୱର ଅବ୍ରାହମଙ୍କ ଉପରେ ଏତେ ସନ୍ତୁଷ୍ଟ ହେଲେ ଯେ ଆଉ ପରମେଶ୍ୱର ନିଜେ କହୁଛନ୍ତି ଆମେ ଅବଶ୍ୟ ତୁମକୁ ଆଶୀର୍ବାଦ କରିବା, ଆଉ ତୁମର ବଂଶ ଆକାଶର ମାନେ ତାରାଗଣ ସଦୃଶ ହେବ। ତୁମର ବଂଶ ମାନେ ଆମେ ତୁମକୁ ଏମିତି ଆଶୀର୍ବାଦ କରିବା। ଆଉ ଆଜି ଆମେ ଦେଖୁଅଛୁ ଏଇସବୁ ହେଉଛି ଆଶୀର୍ବାଦର ଫଳ, ପରମେଶ୍ୱରଙ୍କର ଆଶୀର୍ବାଦର ଫଳ। ଆଉ ପ୍ରିୟ ବନ୍ଧୁଗଣ, ୱେଷ୍ଟର୍ଣ୍ଣ ୱାର୍ଲ୍ଡ, ତାପରେ ଆମେ ଦେଖିବାକୁ ପାଇଲୁ ମୋରିଆ ପର୍ବତ, ମୋରିଆ ଦେଶ ଯେଉଁଟାକି ପ୍ରାୟ ପାଖାପାଖି ଅବସ୍ଥିତ ଅଟେ। ଲାୟନ୍ସ ଗେଟ୍, ଇଏ ହେଉଛି ସିଂହଦ୍ୱାର। ଦେଖନ୍ତୁ ସିଂହଦ୍ୱାର ଅଛି, ମେଷ ଦ୍ୱାର ଅଛି, ମାନେ କେତେ ପ୍ରକାର ଦ୍ୱାର ରହିଅଛି। ଖ୍ରୀଷ୍ଟୀୟ ପ୍ରିୟ ଭାଇ ଭଉଣୀମାନେ, ଆଉ ଇଏ ହେଉଛି ସେଇ ଜାଗା ଯେଉଁ ଜାଗାରେ ସ୍ତିଫାନକୁ ବଧ କରାହେଇଥିଲା ପଥର ମାରିକି। ଆପଣ ଟିକେ ଦେଖନ୍ତୁ, ଇଏ ହେଉଛି ସେଇ ଜାଗା ଯେଉଁ ଜାଗାରେ ସ୍ତିଫାନକୁ ବଧ କରାହେଇଥିଲା। ମାନେ ଜାଣି ହେବନି ପ୍ରିୟ ବନ୍ଧୁଗଣ, ସବୁକିଛି ପୁରା ପାଖାପାଖି। ଇଏ ହେଉଛି ସେଇ ଜାଗା। ଭିଡ଼ିଓ ଭଲ ଲାଗିଥିଲେ ଭିଡ଼ିଓକୁ ସେୟାର କରନ୍ତୁ। ଚ୍ୟାନେଲକୁ ଯଦି ଆପଣ ପ୍ରଥମ ଥର ପାଇଁ ଆସିଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ପ୍ରିୟ ବନ୍ଧୁଗଣ, ପୁଣି ଥରେ ଭେଟ ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟରେ। ନମସ୍କାର।